ଦୁଇ ବାଇକ୍ ମୁହାଁମୁହିଁ, ତିନି ଗୁରୁତର। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଖୁଣ୍ଟା ଥାନା ନାଲୁଆ ଛକ ନିକଟରେ। ଖୁଣ୍ଟା ଥାନା ଓ ବଡ଼ଅଳିଆ ଗ୍ରାମର ଗୋବିନ୍ଦ ହାଁସଦା ଏବଂ ତାଙ୍କ ସ୍ତ୍ରୀ ସୀତାମଣି ହାଁସଦା କୌଣସି କାମରେ ଉଦଳା ଆସୁଥିଲେ। ହେଲେ ନାଲୁଆ ଛକ ନିକଟରେ ବିପରୀତ ଦିଗରୁ ବାଇକ୍ରେ ଆସୁଥିବା ଜଣେ ଯୁବକ ଦ୍ରୁତ ଗତିରେ ଆସି ମୁହାଁମୁହିଁ ଧକ୍କା ଦେଇଥିଲେ, ଯାହାପରେ ଉଭୟ ବାଇକ୍ ଘଟଣାସ୍ଥଳରେ ଚୁରମାର ହୋଇଯାଇଥିଲା ବେଳେ ସମସ୍ତେ ଗାଡ଼ିରୁ ଛିଟିକି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ସ୍ୱାମୀ ସ୍ତ୍ରୀଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ବାଇକ୍ ଚଳାଉଥିବା ଯୁବକଙ୍କୁ ଖୁଣ୍ଟା ମେଡିକାଲରେ ଭର୍ତ୍ତି କରାଯାଇଛି। ଯୁବକଙ୍କ ପରିଚୟ ମିଳିପାରି ନଥିବା ବେଳେ ତିନି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଥିବାରୁ ସମସ୍ତଙ୍କୁ ବାରିପଦା PRM ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ଖୁଣ୍ଟା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।